କିନ୍ତୁ ନିଶ୍ଚିତ ଭାବରେ ଗୋଟେ ଅଲଗା ପ୍ରକାର ଫିଲିଂ ଥିଲା। ଏଇ ଦେଖନ୍ତୁ କୋଟି କୋଟି ଲୋକ ଭିତରୁ କାହିଁକି ଯେ ମୁଁ ସିଲେକ୍ଟ ହେଲି, ମୁଁ କାହିଁକି ଭିତରକୁ ପ୍ରଥମେ ଗଲି ମୁଁ ବି ଜାଣିନି, ସେ ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ଆପଣ ଯେତେବେଳେ ଥିଲେ ରତ୍ନଭଣ୍ଡାର ଖୋଲିଲା ବେଳେ ଆପଣଙ୍କର ଏକ୍ସପିରିଏନ୍ସ କଣ ସାର୍? ମୁଁ ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣେଇବି ଯେ ସେ ମତେ ଏଇ ସୁଯୋଗଟା ଦେଇଛନ୍ତି। ଆଜ୍ଞା। ତା ଛଡା କହିବି ଯେ ମୋର ପୂର୍ବ ପୁରୁଷ ପ୍ୟାରେଣ୍ଟସ ବା ବାପା ମା ସିନିୟର୍ସ ବାବା ସେମାନଙ୍କର ଆଶୀର୍ବାଦ ଆଉ ବନ୍ଧୁ ମାନଙ୍କର ସଦିଚ୍ଛା ଯୋଗୁଁ ଏଇଟା ସମ୍ଭବ ହେଇଛି। ସବୁ ଜଗନ୍ନାଥ ଦେଖିଲେ କାଲି ଆପଣ ଏକ୍ସପିରିଏନ୍ସ କଲେ କି କିଛି ଅଲୌକିକ କଣ ଦେଖିଲେ ନ ଦେଖିଲେ କହିବା କଥା, ଅନୁଭୂତିଟା ବି ଅନେକ ଜିନିଷ ୱାର୍ଡରେ ଏକ୍ସପ୍ରେସ କରିହେବନି, କିନ୍ତୁ ନିଶ୍ଚିତ ଭାବରେ ଗୋଟେ ଅଲଗା ପ୍ରକାର ଫିଲିଂ ଥିଲା। ଏଇ ଦେଖନ୍ତୁ କୋଟି କୋଟି ଲୋକ ଭିତରୁ କାହିଁକି ଯେ ମୁଁ ସିଲେକ୍ଟ ହେଲି, ମୁଁ କାହିଁକି ଭିତରକୁ ପ୍ରଥମେ ଗଲି ମୁଁ ବି ଜାଣିନି, ସେ ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ଆପଣ ସାର୍ ଭିତରକୁ ଗଲେ କାଲି? ଯୋଉମାନେ କମିଟି ମେମ୍ବର କାଲି ସିଲେକ୍ଟ ହେଇଥିଲେ ସେମାନେ ସମସ୍ତେ ଭିତରକୁ ଯିବାକୁ ଆଲାଉଡ୍ ଥିଲେ। ସାର୍ ଆପଣ ହଁ କାଲି କଣ ସାର୍ ଦେଖିଲେ ଆପଣ ରତ୍ନଭଣ୍ଡାର ଭିତରେ? ଆପଣ ଦେଖନ୍ତୁ ଯେ ଏଇଟା ବହୁତ ସମ୍ବେଦନଶୀଳ ଜିନିଷ ପ୍ରଶ୍ନଟିଏ ପଚାରିଲେ। ଆମର ଯେତେବେଳେ କମିଟି ଡିସାଇଡ୍ କରିଥିଲା ସେଟା କହିଥିଲେ ଯେ ଯାହା ଦେଖିବେ ମୁଣ୍ଡରେ ରଖିବେ, ତୁଣ୍ଡକୁ ନେବେ ନାହିଁ। ସେଇ ବିଷୟରେ ଆମେ ଶପଥ କରିଥିଲୁ ଯେ ସେଇଟା ଫାଇନାଲ କନକ୍ଲୁଜନ ନହେଲେ ସେ ବିଷୟରେ ବାହାରକୁ ପ୍ରକାଶ କରାଯିବନି। ଆଉ ଜଣେ ବି ଅଧିକୃତ ହେଇଥିଲେ ଯଦି ଆମ ଚେୟାରମ୍ୟାନ ବା ଅଧ୍ୟକ୍ଷ ସିଏ କହିବେ। ତେଣୁ ଏଇ ଜିନିଷଟା ରତ୍ନଭଣ୍ଡାରର ଇନଭେଣ୍ଟ୍ରିଟା ବିଭିନ୍ନ ପର୍ଯ୍ୟାୟରେ ଆଗେଇ ଚାଲିଛି ଏବଂ ପ୍ରତି ଷ୍ଟେଜରେ ପ୍ରତି ମିଟିଂ ପରେ କାଲିର ବି ମାନେ ଏଇ ଯୋଉ କାର୍ଯ୍ୟକ୍ରମ ପରେ ଆମର ମାନ୍ୟବର ଅଧ୍ୟକ୍ଷ ସେଇଟାକୁ ଗଣମାଧ୍ୟମକୁ କହିସାରିଛନ୍ତି, ତାହାକୁ ସମସ୍ତେ ଦେଖି ସାରିଛନ୍ତି। କାଲି ସମସ୍ତେ ବା ସବୁ ସଭ୍ୟ ଯୋଉମାନେ ଆଲାଉଡ୍ ଥିଲେ ବା ଅନୁମତି ପ୍ରାପ୍ତ ଥିଲେ ସେମାନେ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କୁ ସମର୍ପଣ କରିବା ପରେ ଏବଂ ମା ବିମଳାଙ୍କୁ ଯିଏକି କ୍ଷେତ୍ର ରକ୍ଷକ, ମା ଲକ୍ଷ୍ମୀଙ୍କୁ ଯିଏ ଭଣ୍ଡାର ରକ୍ଷକ, ଲୋକନାଥ ଯିଏକି ଭଣ୍ଡାର ଜଗୁଆଳି ବା ଭଣ୍ଡାର ରକ୍ଷକ, ତାଙ୍କୁ ପ୍ରଣାମ କରିକି ତାଙ୍କର ପୂଜାର୍ଚ୍ଚନା କରିକି ତାପରେ ଏ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। ଏବଂ ପ୍ରଥମେ ବାହାର ଘର ବା ବାହାର ଭଣ୍ଡାର ତାର ଚାବି ଖୋଲା ଯାଇଥିଲା। ତାର ଚାବି ଖୋଲାରେ କୌଣସି ଅସୁବିଧା ନଥିଲା, କାରଣ ସେଇଟା ନୀତିଦିନ ଖୋଲା ହଉଥିଲା, ବନ୍ଦ ହଉଥିଲା ନୀତି କାର୍ଯ୍ୟ ପାଇଁ। ତାପରେ ସେଇ ସବୁ ଜିନିଷ ଗୁଡାକ ପ୍ରଥମ ଷ୍ଟେପ ପର୍ଯ୍ୟାୟରେ ତାକୁ ଆଉ ଗୋଟେ ସ୍ୱତନ୍ତ୍ର ରୁମ୍ ଯୋଉଟା କି ଟେମ୍ପୋରାରୀ ବା ସାମୟିକ ରତ୍ନଭଣ୍ଡାର କରାଯାଇଛି ସେଠିକି ସିଫ୍ଟ କରାହେଲା ଏଇ ଭଣ୍ଡାରଙ୍କ ମାଧ୍ୟମରେ। କାରଣ ସେମାନେ ସେଇଟା ପ୍ରତିଦିନ ବ୍ୟବହାର କରନ୍ତି, ସେମାନେ ଜଗନ୍ନାଥଙ୍କୁ ଯୋଗାଣ କରନ୍ତି, ତାର ହିସାବ କିତାବ ରଖନ୍ତି। ତେଣୁ ତାଙ୍କରି ମାର୍ଫତରେ ସେଇଟା ସିଫ୍ଟ କରାହେଲା। ସେଇଟା ଟେମ୍ପୋରାରୀ ରୁମ୍ଟା ଫେର ସିଲ୍ କରିକି ଯାହାକୁ ଯୋଉ ଚାବି ଦିଆହେବା କଥା ଦିଆହେଲା। ତାପରେ ଦ୍ୱିତୀୟ ଚାବିଟା ଯୋଉଟା କି କଲେକ୍ଟର ଟ୍ରେଜେରୀରୁ ରିଟ୍ରିଭ୍ କରିକି ଆମକୁ ଦେଇଥିଲେ, ପ୍ରଥମେ ଆମେ ତାଲାକୁ କମିଟି ମେମ୍ବର ମାନେ ଏକ୍ସାମିନ କଲେ। ସେମାନେ ଦେଖିଲେ ଯେ ଗୋଟିଏ ତାଲାରେ ସିଲ୍ ସମ୍ପୂର୍ଣ୍ଣ ସିଲ୍ଟା ଅଛି, ଆଉ ଦିଟା ତାଲା ସିଲ୍ଟା ଗଳି ପଡିଛି। ଆପଣ ଜାଣିଥିବେ ଯେ ଲାଷ୍ଟ ଇନଭେଣ୍ଟ୍ରି ହେଇଥିଲା, ଫୁଲ ଇନଭେଣ୍ଟ୍ରି ହେଇଥିଲା, ସେଟା ଖୋଲା ହେଇଥିଲା 78 ମସିହାରେ ଆଉ ଥରେ 85 ମସିହାରେ। ତେଣୁ ଦୀର୍ଘ ଦିନ ଧରି ସେ ତାର ବ୍ୟବହାର ହେଇନଥିଲା। ଲୁହାର ତାଲା ଏତେ ଦିନ ବ୍ୟବହାର ନହେଲେ କଳଙ୍କି ଲାଗିବା ସ୍ୱାଭାବିକ, ସେଥିରେ ବି କଳଙ୍କି ଲାଗିଥିଲା। ତେଣୁ ଯାହା ବି ଆମର ଏସବୁ ଥିଲା ପ୍ରଥମେ, କାରଣ ଆମେ ବି ଏଇ ଜିନିଷ ସନ୍ଦେହ କରୁଥିଲୁ ଯେ ଭବିଷ୍ୟତରେ ସେଇଟା କାମ ଦବ ନା ନାହିଁ। ଯାହାହେଲେ ବି ଆମର ଗୋଲ ଥିଲା ବା ଅବଜେକ୍ଟିଭ ଥିଲା ଯେ ତା ଭିତରକୁ ପ୍ରବେଶ କରିବୁ, ତାକୁ ନିରୀକ୍ଷଣ କରିବୁ, ତାର ଅବସ୍ଥା, ଘରର ଅବସ୍ଥା କଣ ଅଛି, ଭଣ୍ଡାରର ଅବସ୍ଥା କଣ ଅଛି, ରିପେୟାର ଦରକାର ନା ନାହିଁ, କଣ ଡିଫେକ୍ଟ ହେଇଛି। ତେଣୁ ତାକୁ ଖାଲି କରିକି ଆମେ ASI କୁ ଦବୁ, ଯାହାର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ। କାରଣ ମୁଁ କହିବି ଯେ ମୁଁ ଡାକ୍ତର ହିସାବରେ ଆମର କିଛି କରିବାର ନାହିଁ, ତେଣୁ ସେଠି ପ୍ରବେଶ କରାହେଇଛି। ତେଣୁ ଯେତେବେଳେ ପ୍ରଥମେ ତାଲା ଖୋଲା ହେଲାନି, ହୋଇପାରିଲାନି, ତେଣୁ ନିର୍ଦ୍ଦେଶ ମୁତାବକ ବା SOP ମୁତାବକ ସେ ତାଲା ଗୁଡ଼ିକ ଭଙ୍ଗାଗଲା ବା କଟାଗଲା, କଟା କରି ଖୋଲା ହେଲା। ଖୋଲା ହେଇକି ସବୁ ଜିନିଷ ଗୁଡାକ ଟ୍ରାନ୍ସପରେନ୍ସି ସ୍ୱଚ୍ଛତା ମେଣ୍ଟେନ କରିବା ପାଇଁ କି
ଭିଡିଓଗ୍ରାଫି ହେଇଛି, କିନ୍ତୁ ସମୟ ଅଭାବ ସେଗୁଡାକୁ ଆଉ ଡିସପ୍ଲେସ୍ କରାଏନି। କାରଣ ପ୍ରଥମ ପ୍ରାୟୋରିଟି ଥିଲା ଯେ ଏଇ ଯୋଉ ବାହୁଡା ପରେ ଯେତେବେଳେ ଠାକୁର ପ୍ରବେଶ କରିବେ ଗର୍ଭଗୃହକୁ ବା ରତ୍ନ ଭଣ୍ଡାରକୁ ଆସିବେ, ସେତେବେଳେ ଭକ୍ତଙ୍କର ସମାଗମ ହବ ଏବଂ ଭକ୍ତଙ୍କର ଦର୍ଶନଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ଦର୍ଶନ ଆଉ ଜଗନ୍ନାଥଙ୍କ ନୀତି କାନ୍ତି ସେଇଟା ବି ଇମ୍ପୋର୍ଟାଣ୍ଟ। ସେଇଟା ଯେମିତି ବ୍ୟାହତ ନ ହଉ ତାକୁ ଆଖିରେ ରଖିକି ପ୍ରଥମେ ବାହାର ଭଣ୍ଡାରରେ ଯୋଉଟା କି କ୍ୟାଟେଗୋରୀ 2, 3 ଥିଲା, ସେଥିରେ ସେଇ ଅଳଙ୍କାର ଗୁଡିକ ପ୍ରଥମେ ଗୋଟେ ରୁମକୁ ନେଇକି ଆପ୍ରୋପ୍ରିଏଟ ଲୋକ ଯୋଉମାନେ କି ଭଣ୍ଡାର ମେକଅପ ଏବଂ ଅନ୍ୟମାନଙ୍କୁ ଯୋଉମାନେ ଅଧିକୃତ ସେମାନଙ୍କୁ ଚାବି ହସ୍ତାନ୍ତର କରାଗଲା। ସାର୍ ଆପଣଙ୍କ ତାଲାର ଚାବି ମିଳିଲା ନା ଦିଟି ଚାବି ମିଳିଛି? କୋଉଟା ରତ୍ନଭଣ୍ଡାର ବଞ୍ଚ ଅଫ୍ କିଜ୍ ମିଳିଛି, ବଞ୍ଚ ଅଫ୍ କିଜ୍ ମିଳିଛି। ସବୁଥିରେ ଚେଷ୍ଟା କରାଯାଇଥିଲା ସେ ବିଷୟରେ। ଦେଖନ୍ତୁ, ଯେହେତୁ ସେଇଟା ବର୍ତ୍ତମାନ ଅଧା ଅବସ୍ଥାରେ ଅଛି, ଏଇ ଯୋଉ ଜିନିଷଟା ପ୍ରସିଡିଙ୍ଗସଟା ବା ଇନଭେଣ୍ଟରି, ଏଥିରେ ମୁଁ ଅଧିକୃତ ନୁହଁ ବା ମୁଁ କହିବା ଉଚିତ ନୁହଁ। ସେସବୁ ଜିନିଷ ଅତି ପ୍ରାଞ୍ଜଳ ଭାବରେ ଗତକାଲି ଆମର ଅଧ୍ୟକ୍ଷ ମହୋଦୟ ସେଇଟା ଗଣମାଧ୍ୟମରେ ବିବରଣୀ ଜାରି କରିଛନ୍ତି। ସାର୍ ମୁଁ ଜାଣିବା ପାଇଁ ଚାହିଁବି ଯେ ଆପଣଙ୍କର ଯୋଉ ଏକ୍ସପିରିଏନ୍ସଟା ହେଲା, ଆପଣ ଫିଲ୍ କଲେ ଯେ ଗୋଟେ ଜଗନ୍ନାଥ ଅଛନ୍ତି ବୋଲି, ସେଭଳି ଗୋଟେ ଏକ୍ସପିରିଏନ୍ସ ଆପଣଙ୍କର ହେଲା? ଆଜ୍ଞା, ଜଗନ୍ନାଥଙ୍କୁ ଦର୍ଶନ କରିବା ମାନେ ସବୁ ହିନ୍ଦୁଙ୍କର ଗୋଟେ ଭିତରେ ଗୋଟେ ଅନ୍ତରରେ ଗୋଟେ ଆଶା ଥାଏ। ମୋର ବି ଗୋଟେ ଥିଲା ଜଗନ୍ନାଥଙ୍କୁ ସର୍ଭ କରିବାକୁ ବା ସେବା କରିବାକୁ, ସେବା ପ୍ରଦାନକୁ ସମସ୍ତଙ୍କର ଆଶା ଥାଏ ଯଦି ପସିବୁଲ ହୁଏ। ଜଗନ୍ନାଥ ତ କେବଳ ଓଡିଶାର 4 କୋଟି ଲୋକଙ୍କ ଠାକୁର ନୁହଁ, ସେ ଦେଶର, ସମଗ୍ର ପୃଥିବୀର, ସମଗ୍ର ବିଶ୍ୱର, ସମଗ୍ର ବ୍ରହ୍ମାଣ୍ଡର। ମୁଁ ବ୍ରହ୍ମାଣ୍ଡର କାହିଁକି କହୁଛି, ଆପଣ ଦେଖନ୍ତୁ ଯେତେବେଳେ ପ୍ରଥମେ ମହାପ୍ରସାଦଟା ବିଶ୍ୱାବସୁ ଆଣିକି ଇନ୍ଦ୍ରଦ୍ୟୁମ୍ନକୁ ଦେଇଥିଲେ, ସେତେବେଳେ ସେ ଦେଖିଲେ ଯେ ତାର ସ୍ୱାଦ, ତାର ବାସ୍ନା ସମ୍ପୂର୍ଣ୍ଣ ଅଲଗା। ସେ ତାଙ୍କୁ ଆଉ ଫୁଲଟା ଯୋଉଟା ସେଥିରେ ପଡିଥିଲା ସେଇଟା ବି ପୁରୀର ଲୋକାଲ ଫୁଲ ନଥିଲା। ତେଣୁ ସେ ତାଙ୍କୁ ପଚାରିଥିଲେ ଯେ ଆଜ୍ଞା ଏ ମହାପ୍ରସାଦ ତ ଚାଉଳ ଏଠି ମିଳୁନି, ଆସିଲା କୋଉଠୁ? ସେ କହିଲା ଯେ ସେଟା ଅନ୍ୟ ଲୋକରୁ ଦେବତା ମାନେ ଆସିକି ପୂଜା କରିଛନ୍ତି। ତା ମାନେ ଜଗନ୍ନାଥ ହଉଛନ୍ତି କେବଳ ପୃଥିବୀର ନୁହଁ, ସେ ସମଗ୍ର ବ୍ରହ୍ମାଣ୍ଡର, ସେ ପରମ ବ୍ରହ୍ମ। ତେଣୁ ସେଇଆକୁ ଆଖିରେ ରଖିକି ଦେଖିଲେ ଯେ ତାହେଲେ ସମସ୍ତେ ତାଙ୍କର ଭକ୍ତ। ଯଦି ତାଙ୍କର କିଛି ନୀତିକାନ୍ତି ବ୍ୟାଘାତ ହୁଏ, ସମସ୍ତଙ୍କର ମାନସିକ ଆଘାତ ହବାର ଚାନ୍ସ ଥିଲା। ତେଣୁ ସେଇଟା ଯେମିତି ନ ହୁଏ ସେଇଟାକୁ ଲକ୍ଷ୍ୟ ରଖିକି ପ୍ରଥମେ ଟେମ୍ପୋରାରିଲି ବାହାର ଭଣ୍ଡାର କରିଦିଆଲା। ଆର ଗୁଡିକ ଖାଲି ଯାହା ଗୋଟେ ଫଟୋଗ୍ରାଫ ନେଇକି ଯିଏ ଯେମିତି ଅଛି ସେମିତି ରହିଛି ବୋଲି କାଲି ଆମର ମାନ୍ୟବର ଅଧ୍ୟକ୍ଷ କହିସାରିଛନ୍ତି। ତାହାର ଡିଟେଲ ଇନଭେଣ୍ଟରି ହବ। ଡିଟେଲ ଏଥର ଯାହା ଅଛି, ଆମର ଦାୟିତ୍ୱ ହେଲା ଯେ କମିଟିର ଦାୟିତ୍ୱ ହେଲା ତଦାରଖ, କିନ୍ତୁ ଯାହା ଯାହା ନିୟମ ଅଛି, କାରଣ ଆମେ ମାନେ ସବୁ ନିୟମରେ ବନ୍ଧା, ବିଧିରେ ବନ୍ଧା। ଜଗନ୍ନାଥ ଟେମ୍ପୁଲ ଆକ୍ଟ ଅଛି, ରୁଲସ ଅଛି, ତାରି ଭିତରେ ଆମେ ବନ୍ଧା ଯାହା ଯାହା ପ୍ରୋସିଡିଓର କରିବୁ। ତେଣୁ ସେଇଟାର କାର୍ଯ୍ୟକାରିତା କରିବାର ଦାୟିତ୍ୱ ହଉଛି ଟ୍ରଷ୍ଟର, ମ୍ୟାନେଜମେଣ୍ଟ ଟ୍ରଷ୍ଟ। ସେମାନେ କରିବେ, ଆମେ ସୁପରଭାଇଜ କରିବୁ। ସାର୍ ରତ୍ନଭଣ୍ଡାରରେ କିଛି ସାପ ବା କିଛି ଅନ୍ୟାନ୍ୟ ସରୀସୃପ ଏମିତି କିଛି ଦେଖିଲେ କି ଆପଣ? କାଲି ଚାବି ଖୋଲା ପ୍ରକ୍ରିୟା ଆରମ୍ଭଠୁ ଶେଷ ଯାଏଁ କହିବା ନିମନ୍ତେ ଆମେ ମାନେ ଅଧିକୃତ ନୁହଁ। ଯେହେତୁ କମିଟି ସେଇଟା ଡିସାଇଡ କରିଛି, ଆମ କମିଟିଟା ଜଣେ ଅଧ୍ୟକ୍ଷ କଣ୍ଡରେ ଚାଲିଛି, ତେଣୁ ମୁଁ ସେଇଟା କହିବାଟା ସମୀଚୀନ ହବନି। ସିଏ ଯାହା କହିବା କଥା କହିଛନ୍ତି, ତାଙ୍କ ପାଖକୁ ଗଣମାଧ୍ୟମ ମାନେ ଯାଉଛନ୍ତି, ସିଏ ଅଧିକୃତ, ସିଏ କହିବେ। ସାର୍ ଆପଣ ଇଭେଣ୍ଟ ଯାହା ଘଟିଲା କହିବେନି, ଆପଣଙ୍କ ଫିଲିଙ୍ଗସ ଟା କଣ ହେଲା ସାର୍? ଗୋଟେ ଅଲୌକିକ ବ୍ୟକ୍ତିଗତ ଭାବରେ ଭାବିଲେ ଯେ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ମତେ ସେଠି ପ୍ରବେଶ କରିବାର ସୁଯୋଗ ମିଳିଛି। ୱାନ୍ସ ଇନ୍ ଏ ଲାଇଫ ଟାଇମ, ଜୀବନରେ ଥରେ ଆସିବ, ଆଉ ଥରେ ଆସିବ ନା ନାହିଁ ମୁଁ କହିପାରିବିନି, ଆସିବି ନାହିଁ। ଆଉ ସେ ଯୋଉ ଫିଲିଙ୍ଗଟା, ଅନୁଭୂତିଟା, that cannot be expressed in words or sentences, ବାକ୍ୟରେ କହିହବନି କି ଶବ୍ଦରେ କହିହବନି। ତେଣୁ ତାକୁ ମୁଁ କେମିତି ବା କହିବି, କିନ୍ତୁ ନିଶ୍ଚିତ ଭାବରେ ମୋର ଅନୁଭୂତିଟା ଗୋଟେ ଅନନ୍ୟ ଥିଲା, ଗୋଟେ ଅଲଗା ପ୍ରକାରର ଥିଲା, ଯୋଉଥିରେ କି ସେଇ ସମୟରେ ଆମେ ମାନେ ସମ୍ପୂର୍ଣ୍ଣ ଭାବେ ନିଜକୁ ଜଗନ୍ନାଥଙ୍କ ପାଖରେ ସମର୍ପି ଦେଇଥିଲୁ। ଆମ ମୁଣ୍ଡରେ କେବଳ ଜଗନ୍ନାଥ,
ରତ୍ନ ସେଇଟା କେମିତି ସୁରକ୍ଷା ହବ ତା ଛଡା ଅନ୍ୟ କିଛି ନଥିଲା। ତେଣୁ ଆପଣ ଜାଣନ୍ତୁ ଯେ ଯେତେବେଳେ ଆମେ ପ୍ରବେଶ କଲୁ ତା ଆଗରୁ ତା ଭିତର ବିଷୟରେ ଆମର ଜ୍ଞାନ କଣ ଥିଲା, କାରଣ ଯାହା ଯାହା ଅଛି ଆପଣ ଦେଖନ୍ତୁ କିଛି ତଥ୍ୟ ଅଛି, କିଛି ଅର୍ଦ୍ଧ ସତ୍ୟ ଅଛି, ସତ୍ୟ ଅଛି, କିଛି ମିଥ୍ ଅଛି, କିଛି ଲୋକ କଥା ଅଛି, କିଛି କିମ୍ବଦନ୍ତୀ ଅଛି, ଏମିତି ଅନେକ କିଛି ଅଛି। ତାକୁ ବେସ୍ କରିକି ଆମେ ଯାଇଥିଲୁ। ଯଥା ତା ଭିତରେ ସତଫେଣି ସାପ ଅଛି, ସାପ ଅଛନ୍ତି, ବିଛା ଅଛନ୍ତି, ମୂଷାଘାତ କରିଛନ୍ତି, ତା ଭିତରୁ ଆଉ ଗୋଟେ ବାଟ ଅଛି, କିଏ କହୁଛି 4ଟା ଚାମ୍ବର ଅଛି। ଏସବୁ ଜିନିଷ କିଛି ନଥିଲା। ଆପଣ ଯେକୌଣସି ବହି ରତ୍ନଭଣ୍ଡାର ଉପରେ ପଢନ୍ତୁ, କାରଣ ଜଗନ୍ନାଥଙ୍କ ଉପରେ ବହୁତ ବହି ଲେଖା ହେଇଛି, ବହୁତ ପୋଥି ଅଛି। କୋଉଠି କେବେ ଲେଖା ହେଇଛି 4ଟା କି 6ଟା ଚାମ୍ବର ଅଛି? କୋଉଠି ଲେଖା ହେଇଛି ସାପ ବୁଲୁଛନ୍ତି? କିନ୍ତୁ ଲୋକ କଥାରେ ତା ଭିତରେ ସପ୍ତଫେଣି ସାପ ଅଛନ୍ତି, ବିଷଧର ସାପ ଅଛନ୍ତି, ତାକୁ ଜଗୁଛନ୍ତି, ଏମିତି ସବୁ କିଛି ଅଛି। ତେଣୁ ଯେତେ ପ୍ରକାର ସମ୍ଭାବ୍ୟ ପରିସ୍ଥିତିକୁ ଲକ୍ଷ୍ୟ କରିକି ତା ଆଗେଷ୍ଟରେ ଯେତେ ପ୍ରକାର ପ୍ରିଭେଣ୍ଟିଭ ମେଜର ନେବା କଥା ନିଆ ହେଇକି ଏଇଟା ଚାଲିଥିଲା। ଆପଣ ସେମିତି କିଛି ଘଟଣାକୁ ଫେସ୍ କରିଛନ୍ତି କି? ଆପଣ ଘଟଣାଟା କଣ କିଛି ନ କହିପାରନ୍ତି, ସେମିତି କିଛି ଗୋଟେ ଅଲୌକିକ ଘଟଣା ଘଟିଛି କି ଆପଣଙ୍କର? ଅଲୌକିକ ଘଟଣା କଣ ହବ? କେବଳ ସେତେବେଳେ ଆମ ମନରେ ଥିଲେ ପ୍ରଭୁ ଜଗନ୍ନାଥ। ଆମେ କହୁଥିଲୁ ଯେ ଆମକୁ ଯୋଉ ଦାୟିତ୍ୱ ଦିଆଯାଇଛି ସ୍ମୁଥଲି ହଉ, କୌଣସି ଅଲୌକିକ ଘଟଣା ନ ଘଟୁ ଯୋଉଥିରେ ଆମେ ଡରିକି ଫେରିଆସୁ। ସ୍ମୁଥଲି ଚାଲିଛି। ଆମେ ଗୋଟେ ଜିନିଷ ଗୋଟେ ଅନ୍ୟାନ୍ୟ ଅନୁଭୂତି ଅର୍ଜନ କରିଛୁ, ଫିଲ୍ କରିଛୁ, କିନ୍ତୁ ସେମିତି କିଛି ଅଲୌକିକ ଜିନିଷ ଯାଇନି ଆମେ ଯାହାକୁ ଡରିକି, କାରଣ ଗୋଟେ ସଡନଲି ଯଦି ମିରାକଲ ହବ ଆମ ଆଗରେ, ସେତେବେଳେ ସେଇଟା କମ୍ପ୍ଲିଟ ହେଇପାରିଥାନ୍ତା କି? ସେତିକି ହେଇପାରିଥାନ୍ତା କି? ଜଗନ୍ନାଥ ତ ସମସ୍ତଙ୍କୁ 11 ଜଣଙ୍କୁ ଏକାଥରେ ଅଲୌକିକତା ଦେଖାନ୍ତିନି। ଯୋଉମାନେ ଅଲୌକିକ ଜିନିଷ ଦେଖନ୍ତି ସେମାନେ ଏକାଠିଆ ଥିଲା ବେଳେ ଦେଖନ୍ତି, କେତେ ଜଣ ମାସରେ ଦେଖନ୍ତି। ଆମେ ତ ମାସରେ ଥିଲୁ, ସମସ୍ତେ କେମିତି ଦେଖିବୁ? ମୁଁ ଆଉ ଗୋଟେ କଥା ଜାଣିବା ପାଇଁ ଚାହୁଁଥିଲି ଯେ ଆପଣଙ୍କୁ ଭୟ ଲାଗିଲା ଭଳି କିଛି ଘଟଣା ଘଟିଲା କି? ଜଗନ୍ନାଥଙ୍କର ଇଚ୍ଛା ଥିଲା, ସରକାରଙ୍କର ନିଷ୍ପତ୍ତି ଥିଲା, ଆମେ ଗ୍ରହଣ କରିଥିଲୁ। ତେଣୁ ଜଗନ୍ନାଥ ଯୋଉଟା ଦାୟିତ୍ୱ ଦେଇଛନ୍ତି ଆମକୁ, ତାକୁ ଆମକୁ ନିଭାଇବାକୁ ପଡିବ ଏବଂ ନିଭାଇବାକୁ ଆମେ ପ୍ରସ୍ତୁତ ଥିଲୁ। ତେଣୁ ସମସ୍ତେ ଜାଣିଛନ୍ତି ଯେ ରକ୍ଷାକର୍ତ୍ତା କିଏ? ସେଇ ପରମ ପ୍ରଭୁ, ସେଇ ଜଗନ୍ନାଥ। ସିଏ ଯେତେବେଳେ ଆମ ଆଗେ ଆଗେ ଚାଲିଛନ୍ତି, ଆମକୁ କହିଛନ୍ତି ତମେ ଏଇଆ କର, ଦାୟିତ୍ୱ କର। କଣ ଏଇ ଯୋଉ ଡିସିସନଟା କଣ ଭାବିଲେ ତାଙ୍କ ଇଚ୍ଛା ବି ନାହିଁ? ସେଟା ନୁହଁ, କାରଣ ଆଗରୁ ବହୁତ ଥର ଚେଷ୍ଟା କରାଯାଇଛି, କାହିଁ ହଉନଥିଲା। ଏଥର କାହିଁକି 8 ଦିନ ଭିତରେ ସବୁ ହେଇଗଲା? 6 ତାରିଖ ଦିନ ପ୍ରଥମ ମିଟିଂ ବସିଲା, 14 ତାରିଖ ଦିନ ହେଇଗଲା। ଏଇଟା କଣ ଅଲୌକିକ ନୁହଁ? ଏଇଟା ଯୋଉ ଅଲୌକିକ, ଆଶ୍ଚର୍ଯ୍ୟଜନକ। ତାପରେ 78 ମସିହାରେ ଯୋଉଟା ହେଇଥିଲା ସେଟା 70 ଦିନ ଲାଗିଥିଲା। ତା ଆଗରୁ କେତେ ଦିନ କୋଉଟା ଲେଖା ହେଇନି। 1805ରେ ଟିମ୍ କାହିଁକି ଫେରି ଆସିଥିଲା ଅଧାରୁ? ସେମିତି କୋଉଟା 2018 ମସିହାରେ ଯୋଉ ଆଟେମ୍ପ ନିଆଯାଇଥିଲା, କାହିଁକି ଫେରି ଆସିଥିଲା ମୁଁ କହିପାରିବିନି। ଗୋଟାଏ ଜିନିଷ ଯେତେବେଳେ କାର୍ଯ୍ୟ ଦେବ, ପ୍ରଥମ କଥା ହଉଛି ୟୁ ହାଭ୍ ଟୁ ବିଲିଭ୍ ଅନ୍ ସମ୍ ସୁପର ନ୍ୟାଚୁରାଲ ପାୱାର। ହେଲେ ଏତେ ଲକ୍ଷ ଲକ୍ଷ ଲୋକ ଡେଲି କାହିଁ ଯାଉଛନ୍ତି? କିଛି ଗୋଟେ ଜିନିଷ ଅଛି, ପାୱାର ଅଛି ଜଗନ୍ନାଥଙ୍କର। ସେଇ ଯୋଉ ବିଶ୍ୱାସ, ସେତିକିରେ ସେଇଟା ସିନା ତାକୁ ଯଦି ଆଧାର କରିକି ଆନ୍ତରିକତାଟା ରହିଥାନ୍ତା ବା ସିନ୍ସିୟରିଟି ରହିଥାନ୍ତା, ନିଶ୍ଚୟ ସଫଳ ହେଇଥାନ୍ତେ। ତା ଭିତରୁ ଯେକୌଣସି ଗୋଟାଏ ଦେହ ତେଲ ହବନି। ଜଗନ୍ନାଥଙ୍କ ଇଚ୍ଛା ହେଇଥିବ ଯେ ନାଇଁ ଏଇଟା କମ୍ପ୍ଲିଟ ନ ହଉ ବା ଏମାନଙ୍କର ଆନ୍ତରିକତା ନଥିବ, ଏନିଥିଙ୍ଗ ମେ ବି ପସିବୁଲ। ଦେୟାର ଆର୍ ସୋ ମେନି ଫ୍ୟାକ୍ଟର୍ସ। କିନ୍ତୁ ଭୟର ସେଭଳି କିଛି ବା ଆଶଙ୍କାର କୌଣସି କାରଣ ନଥିଲା ରତ୍ନଭଣ୍ଡାର ଭିତରେ। ଆଜ୍ଞା, ଗୋଟିଏ ଡିସିସନ, ଜଗନ୍ନାଥଙ୍କର ଇଚ୍ଛା, ଭାଗ୍ୟରେ ମିଳିଛି ଏ ଦାୟିତ୍ୱ, ସରକାରଙ୍କ ନିଷ୍ପତ୍ତି ଆମ ଫେଭରରେ ଯାଇଛି, ଆମେ ମାନେ ଯିବୁ। ଏଇଆକୁ ଆଧାର କରିକି ସମସ୍ତେ କଣ କଲୁ? ଯେତେବେଳେ ଗଲୁ ନିଶ୍ଚୟ ମାନେ ଆମ ମନରେ ଗୋଟେ ଶଙ୍କା ଥିବ, ନହେଲେ ଆମେ କାହିଁକି ଜଗନ୍ନାଥଙ୍କୁ ସ୍ମରଣ କଲୁ? କାହିଁକି ଆମେ ବିମଳା ଦେବୀ ପାଖକୁ ଗଲୁ, ମା ବିମଳାଙ୍କ ପାଖକୁ ଗଲୁ? କାହିଁକି ଲକ୍ଷ୍ମୀ ପାଖକୁ ଗଲୁ? କାହିଁ ଲୋକନାଥଙ୍କର ପୂଜା ଅର୍ଚ୍ଚନା ହେଲା? ତେଣୁ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ କିଛି ଥିଲା ଯେ ଅଘଟଣ ହେଇପାରେ, ତାଙ୍କୁ ଏଇମାନେ ପ୍ରୋଟେକ୍ଟ କରିବେ। କାରଣ ପୁରୀର କ୍ଷେତ୍ର ରକ୍ଷକ ହଉଛନ୍ତି ମା ବିମଳା, ଭଣ୍ଡାରର ରକ୍ଷକ ହଉଛନ୍ତି ଲୋକନାଥ, ଲକ୍ଷ୍ମୀ ତ ମାଲିକାଣୀ। ତ ଯାଉ ସେ ଆଶଙ୍କା ଦୂର ହେଇଛି। କେତେ ଦିନ ଲାଗିବ ଆପଣ ଭାବୁଛନ୍ତି ଇନଭେଣ୍ଟ୍ରି ଆଉ ପୁରା ପ୍ରକ୍ରିୟା କମ୍ପ୍ଲିଟ ହବା ପାଇଁ? ଆଜ୍ଞା, ଏପର୍ଯ୍ୟନ୍ତ ଯେତେ ଇନଭେଣ୍ଟ୍ରି ଅଛି, ଆପଣ ମାନେ ତ ସବୁ ଗୁଡାକ ମାନେ କଥା ହଉଛି ROR ରେ ଅଛି, ଦ୍ୟାଟ୍ ଇଜ ଆଭେଲେବୁଲ ଇନ ଦ ଗଭର୍ଣ୍ଣମେଣ୍ଟ ଟ୍ରେଜେରୀ।
ଏଇଟା 1805 ଚାର୍ଲସ ଗ୍ରୋମ୍ସ ରିପୋର୍ଟ ହଉ କିମ୍ବା 1978 ମାନ୍ୟବର ରାଜ୍ୟପାଳ ବିଡି ଶର୍ମାଙ୍କ ରିପୋର୍ଟ ହଉ, ସବୁ ଗଚ୍ଛିତ ଅଛି। ପ୍ରତିଥର କାଉଣ୍ଟ ବେଳେ କୋଉଠୁ କେତେ ମିଳିଛି ସେ ବିଷୟରେ ଡିଟେଲ ଏଗୁଡାକ ଅଛି, ସେଇଟା ପ୍ରାପ୍ତ ଅଛି। ତେଣୁ ତାକୁ ଆଧାର କରିକି ଏଇଟା କରିବୁ। କିନ୍ତୁ ଆରଗୁଡାରେ ଆମେ ଯାହା ଦେଖୁଥିଲୁ ଯେ ସବୁଥିରେ ସମ୍ପୂର୍ଣ୍ଣ ଭାବରେ କହିବାକୁ ଗଲେ ଗୁଣାତ୍ମକ ମାନ ଟେଷ୍ଟ ହେଇନି। ଗୋଟେ ଗହଣାଟେ ତିଆରି ହେଲେ ସେଥିରେ 18 କ୍ୟାରେଟ ଅଛି, 20 କ୍ୟାରେଟ 30 କ୍ୟାରେଟ ଅଛି, ତାର ଓଜନ କେତେ, କଷ୍ଟ କେତେ। ତେଣୁ ଗୁଣାତ୍ମକ ମାନଟା ଡିଟେଲି ଷ୍ଟଡି କରିବା କଥା, ଯୋଉଟା କି ଏପର୍ଯ୍ୟନ୍ତ କମ୍ପ୍ଲିଟ ହେଇପାରିଲାନି। ଆପଣମାନେ ଜାଣିଥିବେ ଯେ ଆଗରୁ 2 ଥର ଚେଷ୍ଟା କରାହେଇଛି। ଯେତେବେଳେ 1978 ସେତେବେଳର ରାଜ୍ୟପାଳ ତାମିଲନାଡୁ ରାଜ୍ୟପାଳକୁ ରିକ୍ୱେଷ୍ଟ କରିଥିଲେ କିଛି ଜହୁରୀ ପଠାନ୍ତୁ ଯେ ସବୁ ଗୁଡାକ ସୁନା ଗହଣା ହୀରା ନୀଳା ଯାହା ରତ୍ନପତ୍ର ଅଛି ଟେଷ୍ଟ କରିବେ, ତାକୁ ଆକଳନ କରିବେ ତାର କ୍ୱାଲିଟି ବା ମାନ। ସେଇଟା ପସିବଲ ହେଲାନି ଫର ସମ୍ ରିଜନ୍ସ। ସେମିତି କୁହାଯାଏ ଯେ ତିରୁପତିରୁ କିଛି ଲୋକ ଆସିଥିଲେ। ତେଣୁ ଏଇ ସବୁକୁ ଦେଖିଲେ ଆମେ କନକ୍ଲୁଜନରେ ପହଞ୍ଚିବା ଯେ ଗୁଣାତ୍ମକ ମାନ ସମ୍ପୂର୍ଣ୍ଣ ଭାବରେ ଟେଷ୍ଟ ହେଇନଥାଏ, ଇନ୍ ପାଷ୍ଟ ହେଇନାହିଁ ଫର ୱାନ୍ ଅର୍ ଅଦର ରିଜନ୍ସ। ତେଣୁ ଏଥର ଯାହା ଯୋଜନା ଅଛି, ଯାହା ଡିସିସନ ଅଛି, ଗଣତି ହବ, ଓଜନ ହବ, ତାର ଗୁଣାତ୍ମକ ଟେଷ୍ଟ କରିବେ। କାରଣ ସବୁ ହୀରା ଭଳି ଦିଶୁଥିବା ପଥର ହୀରା ନ ହେଇପାରେ, ମୁକ୍ତା ଭଳି ଦିଶୁଥିବା ପଥର ମୁକ୍ତା ନ ହେଇପାରେ, ସୁନା ଭଳି ଦିଶୁଥିବା ଚକଚକ କରୁଥିବା ଜିନିଷ ସୁନା ବି ନ ହେଇପାରେ। ତେଣୁ ତାର ଗୁଣାତ୍ମକ ତାପରେ ସବୁ ପଥରର କ୍ୟାରେକ୍ଟର କ୍ୱାଲିଟି ବି ଚେଞ୍ଜ କରେ। ସେଇ ପଥରର ଦାମ ଯଦି 5,000 ହେଲା, ଆଉ ଗୋଟେ ପଥରର ଦାମ 5 ଲକ୍ଷ ହେଇପାରେ। ତେଣୁ ସେଇ ସବୁ ଜିନିଷ ଯୋଉଟା କ୍ୱାଲିଫାଏଡ, ଯୋଉମାନେ କି ଟେକ୍ନିକାଲି ଏକ୍ସପର୍ଟାଇଜ ଅଛି, ସେମିତିଆ ଲୋକଙ୍କୁ ନେଇକି ଏଥର ଗୁଣାତ୍ମକ ପରୀକ୍ଷା କରିବା ନିମନ୍ତେ ନିଷ୍ପତ୍ତି ହୋଇଛି। ଏବଂ ଆପଣମାନେ ଜାଣିଛନ୍ତି ଯେ ଯଦି ଆଗରୁ ବି ସେଟା ଆପଣମାନଙ୍କୁ ଗଣମାଧ୍ୟମରେ ଜଣାଯାଇଛି ଯେ ରିଜର୍ଭ ବ୍ୟାଙ୍କରୁ ଏ ସମ୍ବନ୍ଧରେ ସହାୟତା କରିବ। ରିଜର୍ଭ ବ୍ୟାଙ୍କ ପାଖରେ ଜେମୋଲୋଜିଷ୍ଟ ଅଛନ୍ତି, କ୍ୱାଲିଫାଏଡ ଜୁଏଲର ଅଛନ୍ତି, କ୍ୱାଲିଫାଏଡ ଜେମୋଲୋଜିଷ୍ଟ ଯିଏକି ପଥରକୁ ଷ୍ଟଡି କରିପାରିବେ, ତାର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରିପାରିବେ। ତେଣୁ ସେମାନଙ୍କୁ ନେଇକି ଗୋଟେ ଟେକ୍ନିକାଲ ବ୍ୟାକଗ୍ରାଉଣ୍ଡରେ ଗୋଟେ ସଲିଡ ଇନଭେଣ୍ଟରି କରିବାର ଚାନ୍ସ ଅଛି। ତେଣୁ ଯାହା କହିଛନ୍ତି ଆପଣମାନେ ଗଣମାଧ୍ୟମରୁ ଜାଣୁଛନ୍ତି ଯେ ଫାଇନାଲ ଏଣ୍ଡ ହଉଛି ସବୁଗୁଡାକର ଚିହ୍ନଟ କରିବେ, ଗଣିବେ, ତାର ଗୋଟେ ଡାଇରେକ୍ଟରୀ ପ୍ରସ୍ତୁତ କରିବେ, ଆଉ ଗୋଟେ ଫ୍ୟୁଚର ପାଇଁ ରେଫରେନ୍ସ ପାଇଁ ଗୋଟେ ଡିଜିଟାଲ ଡାଇରେକ୍ଟରୀ କରିବେ। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ମହାନ୍ତି ଆପଣଙ୍କର ମତାମତ ପାଇଁ, ବହୁତ ଧନ୍ୟବାଦ ସାର୍।